ଜୟ ହିନ୍ଦ ସ୍ଲୋଗାନ କିଏ ଦେଇଥିଲେ? ସମୟ ସମାପ୍ତ ହୋଇଯାଇଛି। ଉତ୍ତର ସୁଭାଷ ଚନ୍ଦ୍ର ବୋଷ। ଜୟ ହିନ୍ଦ ସ୍ଲୋଗାନ ସୁଭାଷ ଚନ୍ଦ୍ର ବୋଷ ଦେଇଥିଲେ। ଜୟ ଯବାନ ଜୟ କିଷାନ ସ୍ଲୋଗାନ କିଏ ଦେଇଥିଲେ? ସମୟ ସମାପ୍ତ ହୋଇଯାଇଛି। ଉତ୍ତର ଲାଲ ବାହାଦୁର ଶାସ୍ତ୍ରୀ। ଜୟ ଯବାନ ଜୟ କିଷାନ ସ୍ଲୋଗାନ ଲାଲ ବାହାଦୁର ଶାସ୍ତ୍ରୀ ଦେଇଥିଲେ। ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି କିଏ? ସମୟ ସମାପ୍ତ ହୋଇଯାଇଛି। ଉତ୍ତର ଡକ୍ଟର ରାଜେନ୍ଦ୍ର ପ୍ରସାଦ। ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ହେଉଛନ୍ତି ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଜନଗଣ ମନର ରଚୟିତା କିଏ? ସମୟ ସମାପ୍ତ ହୋଇଯାଇଛି। ଉତ୍ତର ରବୀନ୍ଦ୍ରନାଥ ଟେଗୋର। ଜନଗଣ ମନର ରଚୟିତା ହେଉଛନ୍ତି ରବୀନ୍ଦ୍ରନାଥ ଟେଗୋର। ତ୍ରିରଙ୍ଗା ପତାକାର ଆକୃତି କିଏ କରିଥିଲେ? ସମୟ ସମାପ୍ତ ହୋଇଯାଇଛି। ଉତ୍ତର ପିଙ୍ଗାଲି ଭେଙ୍କୟା। ତ୍ରିରଙ୍ଗା ପତାକାର ଆକୃତି ପିଙ୍ଗାଲି ଭେଙ୍କୟା କରିଥିଲେ। ତ୍ରିରଙ୍ଗା କେବେ ଭାରତର ଜାତୀୟ ପତାକା ହୋଇଥିଲା? ସମୟ ଏବେ ସମାପ୍ତ ହୋଇଯାଇଛି। ଉତ୍ତର ହୋଇଯିବ 22 ଜୁଲାଇ 1947 ମସିହାରେ। ଗାନ୍ଧୀଜୀଙ୍କୁ କିଏ ପ୍ରଥମେ ମହାତ୍ମା ବୋଲି ସମ୍ବୋଧନ କରିଥିଲେ? ସମୟ ସମାପ୍ତ ହୋଇଯାଇଛି। ଉତ୍ତର ରବୀନ୍ଦ୍ରନାଥ ଟାଗୋର। ଗାନ୍ଧୀଜୀଙ୍କୁ ପ୍ରଥମେ ରବୀନ୍ଦ୍ରନାଥ ଟାଗୋର ମହାତ୍ମା ବୋଲି ସମ୍ବୋଧନ କରିଥିଲେ। ପୃଥିବୀରେ ଭାରତକୁ ଛାଡ଼ି ଆଉ କେଉଁ ଦେଶରେ ଅଗଷ୍ଟ 15 ପାଳନ କରାଯାଏ? ସମୟ ସମାପ୍ତ ହୋଇଛି। ଉତ୍ତର ଦକ୍ଷିଣ କୋରିଆ। ପୃଥିବୀରେ ଭାରତକୁ ଛାଡ଼ି ଦକ୍ଷିଣ କୋରିଆରେ ମଧ୍ୟ ଅଗଷ୍ଟ 15 ପାଳନ କରାଯାଏ। ଜାତୀୟ ପତାକାର ଦୈର୍ଘ୍ୟ ଓ ପ୍ରସ୍ଥ ଅନୁପାତ କେତେ? ସମୟ ସମାପ୍ତ ହୋଇଛି। ଉତ୍ତର ହୋଇଯିବ 3:2। ଜାତୀୟ ପତାକାର ଦୈର୍ଘ୍ୟ ଓ ପ୍ରସ୍ଥ ଅନୁପାତ ହେଉଛି 3:2। ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି କିଏ କହିଥିଲେ? ସମୟ ସମାପ୍ତ ହୋଇଛି। ଉତ୍ତର ସୁଭାଷ ଚନ୍ଦ୍ର ବୋଷ। ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି।